ଆପଣ ସମସ୍ତଙ୍କୁ ଆମ ଚ୍ୟାନେଲ୍ କ୍ରିଏଟିଭ୍ ଆଇଡ଼ିଆ ସ୍ୱାଗତ। ତେବେ ରହିଛି ଆପଣଙ୍କ ପାଇଁ ନ୍ୟୁଜ୍ ଅପଡ଼େଟ୍ 2184 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ୍ ମାଧ୍ୟମରେ। ବହୁତ ସାରା ଏଜୁକେସନ୍ ଇନଫର୍ମେସନ୍ ଅଛି, ନିଶ୍ଚୟ ଆପଣ ସେୟାର କରାଯାଉଛୁ। ପ୍ରଥମ ଅପଡ଼େଟ୍ରୁ ଆରମ୍ଭ କରିବା। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଆପଣଙ୍କର ପୋଷ୍ଟ ଗ୍ରାଜୁଏଟ୍ ଲେଭେଲ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ର ଯେଉଁ ଡେଟ୍ ଅଛି, ଏଣ୍ଡ ଡେଟ୍ ଅଛି ଆପଣଙ୍କର, ସେ ରିଗାର୍ଡ଼ିଂ ଗୋଟେ ଚିଠି ଅପଡ଼େଟ୍ ହେଇଛି। ଆଣ୍ଡ ଏଥିରେ ରିଭାଇଜ୍ ହେଇଛି। ଆପଣ ଯେହେତୁ ସାଇଟ୍ ପ୍ରୋବ୍ଲେମ୍ ଥିଲା, ସେଥିପାଇଁ ଆପଣଙ୍କର 2/2/2026 ଯେଉଁଟାକି ଆପଣଙ୍କର ସରିବାର ଥିଲା, ସେଇଟା ଆପଣଙ୍କର 9/2/2026 ଷ୍ଟାର୍ଟ ହେବାର ଥିଲା, ସେଇଟା ଷ୍ଟାର୍ଟ ହେଇଛି। ଆଣ୍ଡ ଏଣ୍ଡ ଡେଟ୍ ଆପଣଙ୍କର 1/3/2026 ରହିଛି। ଆଉ 4/3/2026 ପର୍ଯ୍ୟନ୍ତ ଆପଣ ଆପ୍ଲାଏ କରିପାରିବେ। ରେଜିଷ୍ଟ୍ରେସନ୍ 1/3 ପର୍ଯ୍ୟନ୍ତ କରିପାରିବେ। ନେକ୍ସଟ ରହିଛି ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ଓସେପାଙ୍କର ଚିଠି। ଆଣ୍ଡ ଚିଠି ଅନୁସାରେ ଡିଟେଲ୍ସ ଗାଇଡ଼ଲାଇନ୍ ରହିଛି। ଡିଷ୍ଟ୍ରିବ୍ୟୁସନ୍ ୟୁନିଫର୍ମସ୍ ଫର୍ ଶିଶୁ ବାଟିକା ଷ୍ଟୁଡେଣ୍ଟସ୍ ଷ୍ଟଡିଂ ଇନ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ଗଭର୍ଣ୍ଣମେଣ୍ଟ ଆଡେଡ୍ ସ୍କୁଲ୍ ଅଫ୍ ଦ ଷ୍ଟେଟ୍। ତ ଯେହେତୁ ପ୍ରଥମରୁ ଅଷ୍ଟମ ଯାଏଁ ଦଶମ ଯାଏଁ ବି ଡ୍ରେସ୍ କୋଡ଼୍ର ଗୋଟେ ଫର୍ମାଟ୍ ଆସିଯାଇଥିଲା, ଗାଇଡ଼ଲାଇନ୍ ଆସିଯାଇଥିଲା। ଶିଶୁ ବାଟିକା ଏ ବର୍ଷ ନୂଆ ଆଡ଼ାପ୍ଟ ହେଲା, ସେଥିଲାଗି ଆସିନଥିଲା। ଆଉ ପିଲାମାନଙ୍କ ପାଇଁ ଆପଣଙ୍କର 1000 ଟଙ୍କା ଲେଖାଏଁ ପ୍ରତି ପିଲାମାନଙ୍କ ପାଇଁ ଏଇଟା ଦିଆଯିବ। ଆଣ୍ଡ ଏଥିରେ ତାଙ୍କର ଡ୍ରେସ୍ ରହିଛି, ସୁ ରହିଛି, ଏସବୁ ଇନକ୍ଲୁଡ଼ ହେବ। ଏଇଟା ତାର ଚିଠି ଆସିଗଲା, ବର୍ତ୍ତମାନ ସବୁ ଡିଓଙ୍କୁ ବି ସାର୍କୁଲେଟ୍ କରିଦିଆଯିବ। ନେକ୍ସଟ ରହିଛି ଆପଣଙ୍କର ରିଗାର୍ଡ଼ିଂ ଗୋଟେ ଚିଠି ଯେ ଯେହେତୁ SLP ଗାଇଡ଼ଲାଇନ୍ ଆସିଥିଲା ଆଣ୍ଡ ଭଡ଼ିଟ୍ ଆସିଥିଲା, ଏ ଭଡ଼ିଟ୍ ଆପଣଙ୍କର ଆଗାମୀ ନିଯୁକ୍ତି ଉପରେ କ'ଣ ଇମ୍ପାକ୍ଟ କରିବ, ପିଲାମାନେ ଗ୍ରିଭାନ୍ସ କରିଥିଲେ। ଆଣ୍ଡ ଗ୍ରିଭାନ୍ସରେ ଆପଣଙ୍କର ଉତ୍ତର ଆସିଛି। ଆଜ୍ ରିପୋର୍ଟେଡ୍ ଦ କ୍ୟାଣ୍ଡିଡେଟ୍ ଇଜ୍ ଆଡ଼ଭାଇଜ୍ଡ ଟୁ ଗୋ ଥ୍ରୁ ଦ ଆଡ଼ଭର୍ଟାଇଜମେଣ୍ଟ ଅଫ୍ ଦ ଏବଭ୍ ସେଟ୍ ପୋଷ୍ଟ when the advertisement is published, it can be predicted from now। ତ ଏଇଟା ବର୍ତ୍ତମାନଠୁ କହିହେବନି, ଆଡ଼ଭର୍ଟାଇଜମେଣ୍ଟ ଯେବେ ଆସିବ ସେ ନେଇ ବର୍ତ୍ତମାନ ଆପଣଙ୍କର ସ୍ଥିର କରାଯିବ। ତେଣୁ ସମସ୍ତେ ଆଡ଼ଭର୍ଟାଇଜମେଣ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ। ନେକ୍ସଟ ରହିଛି ଡାଇରେକ୍ଟର ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା। ଆପଣ ଦେଖିବେ ଚିଠି ରହିଛି ଆପଣଙ୍କର କିଛି SSB ଟିଚର ରିଗାର୍ଡ଼ିଂ ଯେଉଁମାନେ କାମ କରୁଛନ୍ତି, ଭ୍ୟାକେନ୍ସି କିଛି ମାଗିଛନ୍ତି, ପାର୍ଟିକୁଲାରଲି କ'ଣ ମାଗିଛନ୍ତି ଡିସକ୍ଲୋଜ୍ ହେଉନି, ବଟ୍ ଯେଉଁଟାକି DSC ମନା କରୁଛି, ବର୍ତ୍ତମାନ ଦେଇହେବ ନାହିଁ। ତ ନେକ୍ସଟ ଆପଣ ଦେଖିବେ, ନେକ୍ସଟ ରହିଛି ଆପଣଙ୍କର ହାଇକୋର୍ଟ ନିଯୁକ୍ତି ଆଶାୟୀଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଗତ ଲଢ଼େଇରେ ଏ ଯେ ବିଜେତା ପକ୍ଷ ଖାଲି ହାତରେ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। 2002ରେ ଟ୍ରିବ୍ୟୁନାଲ ଅର୍ଡ଼ର ଦେଇଥିଲେ ମଧ୍ୟ ହାଇକୋର୍ଟ ଏଇଟା ଗୁରୁତ୍ୱର ସହ ନେଇଛନ୍ତି ଏବଂ ଆପଣଙ୍କର କଟକ ଟ୍ରିବ୍ୟୁନାଲ 2002 ମସିହା ନିର୍ଦ୍ଦେଶ ଦେଇଥିଲେ ଆବେଦନକାରୀ ନିଯୁକ୍ତି ଦିଆ ନଯିବା ଘଟଣାକୁ ନେଇ। ଏବଂ ଏଇଟାକୁ ବହୁ ବର୍ଷ ଅତିବାହିତ ହେଇଗଲାଣି, ଯେଉଁଥିପାଇଁ କି ଯେଉଁମାନେ ସଫର ହେଇଛନ୍ତି ସେମାନଙ୍କୁ ଦେବା ପାଇଁ ଜଷ୍ଟିସ୍ ଶ୍ରୀପଦାନ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଡ଼ର ଦେଇଛନ୍ତି। ଆଣ୍ଡ ଉତ୍କଳ ଦିବସରୁ ମିଶନ ଶକ୍ତିରେ ନୂଆ ଡ୍ରେସ୍ କୋଡ଼୍, ରଙ୍ଗରେ ଓଡ଼ିଆ ଅସ୍ମିତା ଗୋଟେ ଆପଣଙ୍କର ଭଲ ଶୁଭୁଛି। କିନ୍ତୁ କଥା ହେଉଛି ଏହା ଯେ ଆମେ MBK CRPF ମାନଙ୍କୁ ଦେଇପାରୁଛେ, ଅଙ୍ଗନବାଡ଼ି କର୍ମୀ ଆଶା କର୍ମୀମାନଙ୍କୁ ଦେଇପାରୁଛେ, କିନ୍ତୁ ଶିକ୍ଷକମାନଙ୍କୁ ଡ୍ରେସ୍ କୋଡ଼୍ ବାବଦ ପଇସା ଦେଇପାରୁନେ। ସ୍ମାର୍ଟଫୋନ୍ ଆମେ ଦେଇପାରୁଛେ ସେମାନଙ୍କର କାମ ପାଇଁ, କିନ୍ତୁ ଶିକ୍ଷକମାନେ ନିଜ ଫୋନ୍ରେ UAS ୟୁଜ୍ କରିବେ। ଏଇସବୁ ଜିନିଷ ଆପଣଙ୍କର ଠିକ୍ ନୁହେଁ। ଆଣ୍ଡ ଗୋଟେ ମାସ୍ ଶିକ୍ଷକମାନଙ୍କର ସଂଖ୍ୟା ଅଧିକ ଥିବା କାରଣରୁ ଯେ ଶିକ୍ଷକମାନେ ସଫର ହେବେ, ଏଇ ଜିନିଷଟା ବି ଗୋଟେ ପାତର ଅନ୍ତର ହେଇଯାଉଛି। ଏବଂ ୟୁପିରେ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ। 68,236 ସରକାରୀ କର୍ମଚାରୀଙ୍କର ଦରମା ବନ୍ଦ କରାଯାଇଛି। କ'ଣ ପାଇଁ ନା, ଯେହେତୁ ସେମାନେ ସମ୍ପତ୍ତି ତାଲିକା ଦେଇନାହାନ୍ତି। ତେଣୁ ନିଶ୍ଚିତ ଭାବରେ ସମ୍ପତ୍ତି ତାଲିକା ବାରମ୍ବାର ଚିଠି କରାହେଉଛି, ଏକ୍ସଟେନସନ୍ କରାହେଉଛି, ଏଇଟା ଦେଇଦେବା ଉଚିତ। କିନ୍ତୁ ଯେଉଁମାନେ କରପ୍ଟେଡ଼ ବାବୁ, ସେମାନେ ତ ଦେବେ ନାହିଁ। ସେମାନଙ୍କ ସମ୍ପତ୍ତି ତାଲିକା ପବ୍ଲିଶ ହେଇଯିବ, ମାନେ କେଉଁଠି ଚାହିଁଥିବ ED ମାଡ଼ି ବସିବ। ଦରମା ବୃଦ୍ଧି ଆଶାରେ ବିଧାୟକମାନେ ସକ୍ରିୟ। ବିଧାନସଭାରେ ଉଠିପାରେ ପ୍ରସଙ୍ଗ, ଆଇନ ବିଭାଗ ଉପରେ ନଜର ରହିଛି। କିଛି ଦିନ ତଳେ ଆମେ ଦେଖିଥିଲେ ଦରମା ବୃଦ୍ଧି ହେବ ନାହିଁ, ରିଡ୍ୟୁସ୍ ହେବ। ମନ୍ତ୍ରୀ MLA ଏମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଦେଇଥିଲେ, ତାପରେ ସମସ୍ତେ ଚୁପ୍ ରହିଗଲେ। ବର୍ତ୍ତମାନ ପୁନଃ ଦରମା ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଗଲା। ତ୍ରୁଟି ଶୂନ୍ୟ ଯୁକ୍ତ 2 ପରୀକ୍ଷା ପାଇଁ କେନ୍ଦ୍ର ନିରୀକ୍ଷକଙ୍କୁ ଚିଠି କରାଯାଇଛି ଏବଂ ତା ସହିତ ଯୁକ୍ତ 2 ପରୀକ୍ଷାରେ ଏଣିକି 32 ପୃଷ୍ଠାର ଉତ୍ତର ଖାତା ରହିବ, ପିଲାଙ୍କୁ ଆଉ ସମସ୍ୟା ରହିବ ନାହିଁ।
ଏବଂ 15 ଯାଏଁ ଇଗ୍ନୋ ନାମଲେଖା ଅବଧି ବୃଦ୍ଧି ହେଇଛି ଯଦି ଆପଣ ନାମଲେଖା ଚାହୁଁଛନ୍ତି କରିପାରିବେ। ଏବଂ ତା ସହିତ ଆପଣଙ୍କର ସରକାରୀ କ୍ୱାର୍ଟର୍ସ ଦଖଲ ମହଙ୍ଗା ପଡ଼ିଛି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଜୋରିମାନା ଆପଣଙ୍କର ଦେବାକୁ ପଡ଼ିଛି ଏବଂ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ। ଅବସରପ୍ରାପ୍ତ କର୍ମଚାରୀଙ୍କ ଉପରେ 1 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ନିଶ୍ଚିତ ଏଇ ଯେଉଁ ଗାଦିମଡ଼ା ଜିନିଷ ପ୍ରମୋସନ୍ ହଉ ଟ୍ରାନ୍ସଫର୍ ହଉ ଆମେ ଯିବୁ ନାହିଁ, କ୍ୱାର୍ଟର୍ ଛାଡ଼ିବୁ ନାହିଁ, ତ ସେଇ କ୍ଷେତ୍ରରେ ଯେଉଁମାନେ ନୂଆ ଜଏନ୍ କରୁଛନ୍ତି ସେମାନଙ୍କୁ ସେ ସୁବିଧା ମିଳୁନାହିଁ ଯେଉଁଟା ମିଳିବା ଦରକାର। ତ ଏଇ ଜିନିଷ ଠିକ୍ ନୁହେଁ। ଅଧ୍ୟାପକଙ୍କ ନିରବ ପ୍ରତିବାଦ କରିଛନ୍ତି। ବିଦ୍ୟାଳୟ ପାଠ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି ଏବଂ ଆନ୍ଦୋଳନକୁ ବିଧାୟକ ଏବଂ ବିଧାୟିକା ଅବସରପ୍ରାପ୍ତ ଶିକ୍ଷକଙ୍କର ସମର୍ଥନ। ଶୈଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଆପଣଙ୍କର ଦାବି ରହିଛି ଏବଂ ତା ସହିତ ବରିଷ୍ଠ ଅଧିକାରୀ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଚୌକି ଛାଡ଼ି କ୍ଷେତ୍ର ପରିଦର୍ଶନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଏବଂ 30 ଜିଲ୍ଲା ପାଇଁ 30 ଅଧିକାରୀଙ୍କୁ ଦାୟିତ୍ୱ ବି ଦିଆହେଇଛି। ତା ସହିତ 27 କଲେଜର ସ୍ୱୟଂଶାସିତ ମାନ୍ୟତା ରଦ୍ଦ ଶେଷ ହୋଇଛି। ୟୁଜିସି ଚିଠି ପରେ ଉଚ୍ଚଶିକ୍ଷା ବିଭାଗ ଚେତା ପଶିଛି। ଆବଶ୍ୟକ ଡକୁମେଣ୍ଟ ଦେଇନଥିବା ଏବଂ ଆବେଦନ କରିନଥିବା ଶିକ୍ଷାନୁଷ୍ଠାନକୁ ତାଗିଦ ବି କରାଯାଇଛି। ଏବଂ ନେକ୍ସଟ ହେଉଛି ଅବସର ଥିବା ଆମେ ଉପରେ ଦେଖୁଥିଲେ ସେ ମ୍ୟାଟରଟା ଏବଂ ତା ସହିତ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସଙ୍କଟ। ଭାରତଙ୍କ ଭରସାରେ 76 ସ୍କୁଲ ବର୍ତ୍ତମାନ ସୁଦ୍ଧା ବି ଚାଲିଛି। ଏଇଟା ଗୋଟେ କମ୍ପ୍ଲିଟ୍ ଇନଜଷ୍ଟିସ୍ ଆମେ କହିପାରିବା। ସାମୂହିକ ବିକାଶ ପିଲାଙ୍କର ପାଠପଢ଼ା ପ୍ରଭାବିତ ହେଉଛି ଏଥିରେ ଏବଂ ପ୍ରାଥମିକ କଥା ତ ନ କହିଲେ ଭଲ। ବୋଧେ ଆଜିକି 10-12 ବର୍ଷ ହେଲା ପ୍ରାଥମିକ ଶିକ୍ଷକମାନେ ମାନେ ହେଡ଼ମାଷ୍ଟର ଭାବରେ ସ୍ୱପ୍ନ ଦେଖି ଆସୁଛନ୍ତି, ପଦୋନ୍ନତି ପାଉନାହାନ୍ତି। ଏବଂ 16 ବିଶ୍ୱବିଦ୍ୟାଳୟକୁ ମିଳିଲା ପରୀକ୍ଷା ନିୟନ୍ତ୍ରକ, 16 OESକୁ ଡେପୁଟେସନ୍ କରାଯାଇଛି କିନ୍ତୁ ପରମାନେଣ୍ଟ ଆପଣଙ୍କର ଯିଏ ଏକ୍ଜାମ୍ କଣ୍ଟ୍ରୋଲର ତାଙ୍କର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀ ଉଠାଇଲେ ଅଇଁଠାପତ୍ର। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ପହଞ୍ଚିଛି। 30ରୁ ଅଧିକ ଅଭିଭାବକ ଅଭିଯୋଗ ପତ୍ର ଦେଇଛନ୍ତି। ଆପଣଙ୍କର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଚାସଢ଼ା ପରିବା ଅଇଁଠାପତ୍ର ଉଠା ହେଉଛି। କଥା ସ୍କୁଲ କ୍ୟାମ୍ପସରେ ଯେଉଁଟା ଅଳିଆ ମଳିଆ ସେଇଟା ଉଠେଇଛନ୍ତି, ସେ ଜିନିଷ ସ୍ପଷ୍ଟ ହେଉଛି କିନ୍ତୁ ଅଭିଭାବକମାନେ ଅଭିଯୋଗ କରୁଛନ୍ତି ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଏଟାକୁ ଖଣ୍ଡନ କରିଛନ୍ତି। ବଟ୍ ଏଇ ଜିନିଷଟା ଗୋଟେ କୋକରିକୁଲାର ଆକ୍ଟିଭିଟିଜ୍, ଏଇଟାକୁ ଯଦି ଆମେ ଗ୍ରହଣ କରୁଛେ ଯେ ଆମ ପିଲାର ହ୍ୟାମ୍ପର ହେଇଗଲା, ପ୍ରେଷ୍ଟିଜ୍ ହ୍ୟାମ୍ପର ହେଇଗଲା, ପିଲା ଶିଖି ପାରିବନି ଏଇ ଜିନିଷ, ମାନେ ଗୋଟେ ଛୋଟ ବଡ଼ କାମ ଭିତରେ ତାରତମ୍ୟ ଦେଖିବ, ଏଇଟା ଠିକ୍ ନୁହେଁ। ଠିକ୍ ଅଛି। ଆଣ୍ଡ ସିଓର ନାହିଁ, ଶତାଧିକ ସ୍କୁଲ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେଉନି ବରଂ ତାଲିକା ଆପଣଙ୍କର ବଢ଼ୁଛି। ଶୋଷଣର ଶିକାର ହେଉଛନ୍ତି ଅଭିଭାବକ ଏବଂ ସିଓର ନଥିବା ସ୍କୁଲ ଆଜି ପର୍ଯ୍ୟନ୍ତ ବନ୍ଦ ହେଇପାରୁନି କାହିଁକି ନା ସେମାନେ ହେଉଛନ୍ତି ଗ୍ରାମୀଣ ଲେବୁଲର ଗ୍ରାସରୁଟ୍ ଲେବୁଲର ATM। ନିଯୁକ୍ତି ସମୟରେ ଆପଣ ନିର୍ବାଚନ ସମୟରେ ଏମାନେ କାମରେ ଆସନ୍ତି ଏବଂ BO ଅଫିସ୍ ଘେରିଛନ୍ତି ଅଭିଭାବକମାନେ। ଛାତ୍ରୀଙ୍କୁ ଅସାଧାରଣ ଅଭିଯୋଗ ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣ ହେଇଛନ୍ତି। ଏଇଟା ମିଛ ଅଭିଯୋଗ ବୋଲି ଅଭିଭାବକମାନେ ଆପଣଙ୍କର କହୁଛନ୍ତି କିନ୍ତୁ ହେଇପାରେ। ରାଜନୀତି ଆପଣଙ୍କର ବିଶେଷ କରି ପ୍ରାଥମିକ ସ୍କୁଲରେ ଅଧିକ, ତେଣୁ ଏଇ ଜିନିଷ ହେଇପାରେ। ଏଇ ଜିନିଷକୁ ଉଚିତ ଢଙ୍ଗରେ ନେଇକି ଶିକ୍ଷକଙ୍କ ଉପରେ ଯେଉଁ ଦୋଷ ଲଦାଯାଉଛି ତାହା କେତେ ଠିକ୍ ତାହା ଆପଣଙ୍କର ବିଚାର କରିବାର ଆବଶ୍ୟକତା ରହିଛି। ଏବଂ ଦୁର୍ନୀତି ଉପରେ ଯୋଗୀଙ୍କର ଛାଟ। ସମ୍ପତ୍ତି ଦେଇନଥିବାରୁ ଦରମା ବନ୍ଦ, କମ୍ ବି ନୁହେଁ, 68,000 ବାବୁଙ୍କର ଦରମା ବନ୍ଦ ହେଇଛି। ଏବଂ ଶିକ୍ଷକ ବଦଳରେ ପ୍ରତିବାଦ, ସରପଞ୍ଚଙ୍କ ବାସଭବନ। ସରପଞ୍ଚ ଏଠି କ'ଣ କଲେ ଆଜ୍ଞା? ଶିକ୍ଷକ ବଦଳରେ ତ ଆଡମିନିଷ୍ଟ୍ରେଟିଭ୍ କଣ୍ଟ୍ରୋଲ ହାତରେ, ଅର୍ଥାତ୍ BODOଙ୍କ ହାତରେ କିମ୍ବା ଆପଣଙ୍କର କଲେକ୍ଟରଙ୍କ ହାତରେ। ତ ସରପଞ୍ଚ କିନ୍ତୁ ହଁ ରେକମେଣ୍ଡେସନ୍ ଯାଏ, ରାଜନୀତି କାମ କରେ, ଚାପଲାସି। ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପାଇଁ ବଦଳି ନୂଆ ପୋର୍ଟାଲ ତିଆରି ହୋଇଛି। ଅଫଲାଇନ୍ ନୁହେଁ, ଅନଲାଇନ୍ରେ ଆବେଦନ କରାଯିବା ବି ଦରକାର। ଟ୍ରାନ୍ସପାରେନ୍ସି ମେଣ୍ଟେନ୍ ରହିବ ଏଥିରେ। ଏବଂ ASO ପରୀକ୍ଷା 2024 ଜାଲିଆତି, ବନ୍ଧା ହେବେ ଅଧିକ ଅଭିଯୁକ୍ତ। ବନ୍ଧା ହେବା ଦରକାର, କେବଳ ASO ନାହିଁ, ଯେଉଁଠି ବି ଆପଣଙ୍କର ଜାଲିଆତି ହେଇଛି ସେଇଠି ଆପଣଙ୍କର ଯେଉଁ ଦଲାଲମାନେ ଅଛନ୍ତି ବନ୍ଧାଯିବା ଦରକାର। ଏବଂ ତା ସହିତ ବଦଳିଲେ 3 ବିଶ୍ୱବିଦ୍ୟାଳୟ ଉପରେ ଦେଖୁଥିଲେ ଆମେ 6 ବିଶ୍ୱବିଦ୍ୟାଳୟ 3 ଦେଇଛି। ଏବଂ ତା ସହିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆପଣଙ୍କର ଯେଉଁ ପତ୍ର ବିନିମୟ ପରୀକ୍ଷା ପାଇଁ ସେଡ୍ୟୁଲ୍ ଆସିସାରିଛି। ଆପଣଙ୍କର FLO, FLB, FLH ସବୁ ପାଇଁ ସେଡ୍ୟୁଲ୍ ଆସିସାରିଛି, ଆପଣ ଦେଖିପାରିବେ। ଏବଂ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ 1/2/2026ରେ ସରକାରଙ୍କୁ ଗୋଟେ ଚିଠି ଦିଆହେଇଛି ଏବଂ ସେଥିରେ କେଉଁ ମାନେ ଭିଜିଟ୍ କରିବେ 25 ଜଣ ମେମ୍ବରଙ୍କର ଦିଆହେଇଛି। ଆଣ୍ଡ ଫଲୋ ଟିମ୍ ମେମ୍ବର୍ସ ଆଣ୍ଡ ଡିଷ୍ଟ୍ରିକ୍ଟ କୋଅର୍ଡ଼ିନେଟର୍ସ କମିଟି, ଯେଉଁଠିକି ମାନେ ତ ଏଥିରେ ଯେଉଁମାନଙ୍କ ନାଁ ରହିଛି ସେମାନେ ଫଲୋଅପ୍ କରିବେ ଆଣ୍ଡ ଡିଷ୍ଟ୍ରିକ୍ଟ କୋଅର୍ଡ଼ିନେଟ୍ କରିବେ। ପରବର୍ତ୍ତୀ ମୁହୂର୍ତ୍ତରେ ମାସ୍ ଲିଭ୍ ହୁଏତ ଡିକ୍ଲାର ହେଇପାରେ। ଆଣ୍ଡ କୋଭିଡ୍ ଯୋଦ୍ଧା ଶିକ୍ଷକ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦେବା ବି ଆବଶ୍ୟକ। ଶିକ୍ଷକମାନଙ୍କ କଣ୍ଟ୍ରିବ୍ୟୁସନ୍ ରହିଛି ଏଥିରେ। ତ ଶିକ୍ଷକଙ୍କର ଜଣେ ସରକାରୀ ଚାକିରିଆଙ୍କର ଚାଲିଗଲା ପରେ ତାଙ୍କ ପରିବାର ଯେଉଁ ସ୍ଥିତିରେ ଚଳୁଥିବେ ସେ ହିଁ ଜାଣିଥିବେ।
तो आज जहाँ जहाँ अपडेट थी आम आलोचना कले आशा कर वीडियो माध्यम कम्प्लीट इन्फॉर्मेशन दे पार्छ हेल्पफुल पुणी देखा नेक्स्ट।